ସ୍ତ୍ରୀ ସିଏ ତ ନାଚୁଛନ୍ତି ତମେ ଏଠି କାହିଁକି ଆସିଛ? ତାର ଟିକେ ଇସୁନ ଭଳିଆ ଦୋଷ ରହୁଛି, ଦୁର୍ବଳ ଶରୀର। କହିଲା ସାର୍ ଯୋଉଠି ମୋର ସର୍ଟ ହବ ତମେ ସେଇଠି ଉଠିବ। ଜଷ୍ଟ ତାର ସର୍ଟ ହେଇଛି ମୁଁ ଆରମ୍ଭ କରିଦେବି। ତାର କଣ ସର୍ଟ ହେଲା ତମେ ଆରମ୍ଭ କଲ? ତାର ଭୋଲ୍ଟେଜ ସର୍ଟ। ତାର ଭୋଲ୍ଟେଜ ସର୍ଟ ହେଲା ମୁଁ ଆର୍ଥ କରିବ ସେ ନାଚିଲା। ମୁଁ ପାଣି ପିଉନଥିଲି। ହଉ ଏବେ ତାଙ୍କର ସବୁ ଠିକ ଠାକ ଅଛି, ତମେ ଏବେ ବସ ସେ ଗୀତ ଗାନ୍ତୁ। ତୁମର ଝିଅ ଠିକ ଅଛି? ହଁ ହଁ ଠିକ ଅଛି। ମୁଁ ଆଉ ଉଠିବିନି। ନା ନା ଆଉ ଉଠିବନି, ବସ। ସେ ଟୋପି ଚଷମା ସବୁ କାଢ। ହଁ ହଉ ନା ମୁଁ ଆଉ ଉଠିବିନି କହିଲି ଆଉ। ଖାଲି ବସ। ଆପଣଙ୍କର କଥାବାର୍ତ୍ତା ଠିକ ନାହିଁ। କିରେ ମୁଁ କଣ ଭୁଲ କଲି? ଆପଣ ବାହାର ଡିଷ୍ଟ୍ରିକ୍ଟ ପାଲାକୁ ଯାଉଛନ୍ତି, ମାଗଣା କିଛି ଆପଣଙ୍କ ଜୀବନରେ ଖାଇଲେନି? ମୁଁ ନା ନା ମୁଁ ଯାହା ଖାଉଛି ସବୁ ପଇସା ଦେଇକି ଖାଉଛି, ମାଗଣା ମୁଁ ଖାଏ। ଏଇଥର ମାଗଣା ଖାଇବା ଆପଣଙ୍କର ଆରମ୍ଭ ହେଇଯିବ। ମୋର ମାଗଣା ଖାଇବା ଏଇଥରକ ଆରମ୍ଭ ହବ। କାହିଁକି? କଣ ପାଇଁ? ଆପଣଙ୍କର କଥାବାର୍ତ୍ତା ଠିକ ନାହିଁ। ମୋର କଥାବାର୍ତ୍ତା ଠିକ ନାହିଁ। ମତେ କହିଲେ ବସ। ହଁ ମୁଁ ସାରେ ବସିଛି ନା ଉଠିଛି? ବସିଛି। ଚକା ନଥାଇ ଯଦି ଗାଡ଼ି ଚାଲିଲା, ଏଇଟା ଓଡ଼ିଶାର ଗୌରବ ତଥା ଭାରତର ଗୌରବ। ଫରେନ୍, ଜାପାନ, ରୁଷ, ଆମେରିକା ବହୁତ ରିସର୍ଚ୍ଚ କଲେ। 30 ବର୍ଷ ହେଇଗଲା ବେଗର ଚକାର ଗାଡ଼ି ଚଲେଇ ପାରୁନାହାନ୍ତି। ଓଡ଼ିଶାର ଯଦି ବେଗର ଚକାର ଗାଡ଼ି ଚାଲିଲା, এটা ଓଡ଼ିଶାର ଗର୍ବ ତଥା ଭାରତର ଗୌରବ। ଚକା ନାହିଁ ଗାଡ଼ି ଚାଲିଛି। ଚକା କଣ ବଜାଲି? ମୁଁ ଭଦ୍ର ଘର ବିହନ। ତମେ ନା ହଁ ଜଣା ପଡୁଛ ଗୋଡରୁ ମୁଣ୍ଡରେ ସବୁ ବିହନ ତ ଉତ୍ତରଦାୟକ। ହୁଣ୍ଡାଟା ବହିଛି ନାନକା ଜୀବନରେ। ତୋର ବିହନ ନାହିଁ? ତୋର କେଇ ପୁଅ? ଦୁଇ ପୁଅ। ସେ ତ କୂଳକୁ ଦି ହବ। এটা ହୁଣ୍ଡା ବହିଛି। ତମର କେତେ ପୁଅ? ମୋର ଗୋଟିଏ ପୁଅ। ମୋ ସ୍ତ୍ରୀର ଗୋଟେ, ମୋର ଗୋଟେ। ତମ ସ୍ତ୍ରୀର ଗୋଟେ, ତମର ଗୋଟେ। ଆଚ୍ଛା ସ୍ତ୍ରୀ ଯେତେବେଳେ ବାପ ଘରକୁ ଯାଉଛି ପଚାରୁଛନ୍ତି ବାସନ ଯେତେବେଳେ କେଇଟି ପୁଅ? ମୋର ତା ଗୋଟିଏ ପୁଅ, ଦି ଝିଅ। ଯେତେବେଳେ ସ୍କୁଲକୁ ଯାଉଛି ପଚାର ତମ ବାପା ନା କଣ? କମଳାକ୍ଷ ପ୍ରଭା। କମଳାକ୍ଷ ପ୍ରଭା। ସ୍କୁଲ କଲେଜ ବେଳେ କାହା ନାଁ ଧରିବ? ବାପା ନା। ଝିଅ ଯଦି ବାପ ଘରକୁ ଯାଏ ପଚାରେ ତମର କେଇ ପୁଅ? ଛୁଆ ଖଣ୍ଡିଟେ ଦେଇଛି, ଖଣ୍ଡ ଦେଇଛି, ଦିଟା ଗୋଟିଏ ଡିମ୍ବ ଦେଇଛି, ଦିଟା ଲାଗିରି ଦେଇଛି। ଡିମ୍ବ କଣ ବୁଝିବି? ଡିମ୍ବ ଅର୍ଥ ପୁଅ, ଡାଗିରି ଅର୍ଥ ଝିଅ। ତମେ ସ୍ତ୍ରୀ ଲୋକ, ମୁଁ ତ ବୁଝେନି କଣ? ତମେ ତ ବହି କିଣି ସେଇଆ ହଉଛି କଥା। ତମ ଦୁନିଆରେ ତ ବହି କିଣା ଜାଣି ଆସ।